ତା ଭିତରେ ତାକୁ ବାଡ଼େଇ ଚାଲିଛି ପୋଲିସ ଥିବା ଅବସ୍ଥାରେ ବି ପୋଲିସ ଯେତେବେଳେ ତା ହାତଟା ଛଡେଇ ଦେଲା ପରେ ସେ ଲୋକ କଣ କରୁଛି ଜମ୍ପ କରୁଛି ଡାଇରେକ୍ଟ ସେ ଝିଅ ଉପରେ ଜମ୍ପ କରିକି ସୋଦାସୋଦି କରି ହାତ ହଲିହାଲି କରିକି କଣ ହେଇଛି ନା ଡାଇରେକ୍ଟ ତାକୁ ବାଡିଆବାଡି କରିଛନ୍ତି। ବାଡିଆବାଡି କଲା ଭିତରେ ମୁଁ ତାଙ୍କୁ ସେଠୁ ଭିଡାଭିଡି କଲି। ଭିଡାଭିଡି କଲା ଭିତରେ ମତେ କହନ୍ତି ମତେ ବାଡେଇଲେ। ବାଟରେ ମତେ କହିଲେ କି ମୋ ମନି ପର୍ସଟା ମୁଁ ଛାଡି ଦେଇଛି, ତା ଦେହରେ ଡକ୍ୟୁମେଣ୍ଟ ଆଉ କ୍ୟାସ୍ ବଗେରା ରହିଲା, ତ ତୁ ଟିକେ ଗାଡି ବୁଲା। ଯେତେବେଳେ ମତେ କହିଲେ ଗାଡ଼ିଟା ବୁଲା ବୁଲିକି ମୁଁ ସେ କାଜ ପୋଲଠୁ ଗଡ଼ାଣି ଗଡ଼କୁ ସେଠୁ ଗାଡ଼ି ସେଠୁ ବୁଲେଇଲି। ବୁଲିଲା ପରେ ସେଠି କଣ ହେଇଛି ନା ତାଙ୍କୁ ସେଠି ପୋଲ ଉପରେ କଣ ହେଇଛି ରିଟର୍ନ କଲା ଟାଇମରେ ସେଠି ବାତଟା ତାକୁ ମାରିଛି କି ଟର୍କି ମାରିଛି ସେଟା ମୁଁ ତ କନଫର୍ମ କରିପାରୁନି କାରଣ ପଛକୁ ଅନେଇନି। ସେ ତାପରେ ହେଇକିରି ସୋଦାସୋଦି କରି ମୋ ବେକମୁଣ୍ଡାଟାକୁ ଧରିକି ପଛଆଡ଼ୁ ଟାଣିଦେଲେ। ପଛଆଡ଼ୁ ଯେତେବେଳେ ମୋ ବେକମୁଣ୍ଡାକୁ ଧରି ଟାଣିଦେଲେ ସେତେବେଳକୁ କଣ ହେଇଛି ନା ମୁଁ ଅଣନିଶ୍ୱାସ ହେଇଗଲି। ଅଣନିଶ୍ୱାସ ହେଲା ପରେ ମୁଁ ନିଜକୁ କଣ୍ଟ୍ରୋଲ ମାନେ ଡିଫେନ୍ସ କରିବା ପାଇଁକା ମୋ ଇଏଟାକୁ ତ ମୁଁ ହାତରେ ଦିଟାକୁ ହ୍ୟାଣ୍ଡେଲକୁ ଛାଡ଼ି ଦେଇକି ତାକୁ ହାତକୁ ଧରି ଭିଡ଼ିଲି ପଛଆଡ଼ୁ। ତ ହାତକୁ ଯେତେବେଳେ ଭିଡ଼ିଲା ଭିତରେ ସେ ତ କଣ ହେଇଛି ଗାଡ଼ିଟା ଅନକଣ୍ଟ୍ରୋଲ ହେଇଗଲାଣି ଅଲରେଡି। ତ ଗାଡ଼ିଟା ଯେତେବେଳେ ଅନକଣ୍ଟ୍ରୋଲ ହେଲା ଗାଡ଼ିଟା ଅଣେଇଲା ପରେ ସେ ଦିଟା ଝିଅ ସେଇ ଟାଇମରେ ସେଇ ବାଟରେ ଆସିଲେ। ତ ସେ ଦିଟା ଝିଅ ଦେହରେ ଗାଡ଼ିଟା ପିଟେଇଗଲା ପରେ ସମସ୍ତେ ପଡ଼ିଗଲା ପରେ କଣ ହେଇଛି ନା ତାଙ୍କ ମାନେ ସେତେବେଳକୁ ତାଙ୍କୁ ବାତ ମାରିଛି କି କଣ ହେଇଛି ସେଟା ମୁଁ ତ ଏପର୍ଯ୍ୟନ୍ତ କନଫର୍ମ ହେଇନି। ତ ସେ କଣ ହେଇଛି ନା ସେତେବେଳକୁ କଣ ହେଲା ନା ସେ ଡାଇରେକ୍ଟ ମୁଁ ଯେତେବେଳେ ହାତଟା ଛଡ଼େଇଲା ପଡ଼ିଯାଇଛୁ ଆମେ ସମସ୍ତେ, ସେ ଦିଟା ଝିଅ ବି ଆଗରେ ପଡ଼ିଛନ୍ତି, ଆମେ ଦି ଜଣ ବି ପଛରେ ପଡ଼ିଛୁ। ପଛରେ ପଡ଼ିଲା ଭିତରେ ସେ କଣ ହେଇଛି ନା ସେ ଲୋକ ଯେତେବେଳେ ତା ହାତଟା ଛଡେଇ ଦେଲା ପରେ ସେ ଲୋକ କଣ କରୁଛି ଜମ୍ପ କରୁଛି ଡାଇରେକ୍ଟ ସେ ଝିଅ ଉପରେ ଜମ୍ପ କରିକି ସୋଦାସୋଦି କରି ହାତ ହଲିହାଲି କରିକି କଣ ହେଇଛି ନା ଡାଇରେକ୍ଟ ତାକୁ ବାଡିଆବାଡି କରିଛନ୍ତି। ବାଡିଆବାଡି କଲା ଭିତରେ ମୁଁ ତାଙ୍କୁ ସେଠୁ ଭିଡାଭିଡି କଲି। ଭିଡାଭିଡି କଲା ଭିତରେ ମତେ କହନ୍ତି ମତେ ବାଡେଇଲେ। ମତେ ବାଡେଇଲା ପରେ ମୋ ଆଖି ଗୋଟେ ବାଡେଇଲେ, ଏଇଠି ଗୋଟେ ବାଡେଇଲା ପରେ ସେଠୁ ଏଠି ଗୋଟେ ବାଡେଇଲେ, ଏଠି ଗୋଟେ ବାଡେଇଲେ, ବ୍ୟାକକୁ ବାଡେଇଲେ, ହାତରେ ବାଡେଇଲେ। ପାଗଳା ବାଗିଆ ହେଇକି ମତେ କହିଲେ ହେ ତୁ କଣ ମତେ ରୋକିବୁ, ତୁ ମତେ କଣ ରୋକିବୁ କହି ମତେ ବାଡିଆବାଡି କଲେ। ବାଡିଆବାଡି କଲା ଭିତରେ ସେଠୁ ମୋ ଆଖିଟାକୁ ଯେତେବେଳେ ବାଡେଇ ଦିଅନ୍ତି ମୋ ଆଖିଟାକୁ କେମିତି ମକାଚିଆ ଭିତରେ ସେ ପୁଣି ଥରେ ସେ ଝିଅ ଉପରକୁ ଆଟାକ୍ କଲେ। ସେ ଝିଅ ଉପରକୁ ଯେତେବେଳେ ପୁଣି ଆଟାକ୍ କଲେ ସେ କଣ ହେଇଛି ନା ଯେତେବେଳେ ଝିଅକୁ ପୁଣି ଆଟାକ୍ କଲେ ସେଠୁ 4-5 ଜଣ ଯୋଉ ଲୋକ ସେଠି ଥିଲେ ସମସ୍ତେ ସେମାନେ କଣ କଲେ ନା ସେ ଲୋକକୁ ବାଡେଇବା ପାଇଁକା ଆଗେଇ ଗଲେ। ଯେତେବେଳେ ବାଡେଇବା ପାଇଁ ଆଗେଇ ଗଲେ ତାକୁ ଗୋଇଠା ଗୋଟେ ମାରି ସେ କଣ କରିଛି ନା ମାନେ ଲଉଟିକିରି ସେ ଇଏକୁ ବିଲ ଉପରକୁ ଡେଇଁଛି। ବିଲ ଭିତରକୁ ଡେଇଁଲା ଭିତରେ ବିଲକୁ ଡେଇଁକିରି ଦୌଡ଼ିକି ଗଲେ ଭିତରକୁ ଡେଇଁକି ଗଲା ଆଜ୍ଞା ବିଲକୁ ଯେତେବେଳେ ଭିତରେ ପଶିଗଲେ, ବିଲକୁ ଯେତେବେଳେ ପଶିଗଲା ପରେ ସେଠୁ ତଥାପି 400-500 ମିଟର ଭିତରକୁ ପଶିଲା ପରେ 400-500 ମିଟର ଭିତରକୁ ପଶିଲା ପରେ ସେ କଣ ହେଇଛି ନା ତଳକୁ ମୁହଁ ମାଡ଼ ହେଇକି ପଡ଼ିଗଲେ। ମୁହଁ ମାଡ଼ ହେଇକି ଯେତେବେଳେ ତଳକୁ ପଡ଼ିଗଲେ ସେତେବେଳକୁ କଣ ହେଇଛି ନା 18-19 ଲୋକ ମତେ ଘେରିଗଲେ। ମତେ ଯେତେବେଳେ ଘେରିଗଲେ ସେଠି 5-6 ଜଣ ଲୋକ ଷ୍ଟାର୍ଟିଂରୁ ଏଣ୍ଡ ପର୍ଯ୍ୟନ୍ତ ସବୁ ଦେଖିଛନ୍ତି। ମୁଁ ତାଙ୍କୁ ଛଡାଛଡି କରୁଥିଲି। ବାଡିଆବାଡି ଓଲଟା ମୁଁ ବି ମାଡ଼ ଖାଇଛି। ମୁଁ 10-15 ମିନିଟ୍ ମୁଁ ରୋଡ ଉପରେ ହିଁ ଥାଏ। ସେତେବେଳେ ସେ ଝିଅ ମାନଙ୍କୁ କିଏ ଆସିକି ନେଇକି ଗଲେ କଣ କଲେ ମୁଁ ଏତେ ବି ମୋର ନଜର ନାହିଁ। ସେତେବେଳକୁ ମୁଁ ଆଙ୍କ ଉପରେ ନଜର, ସେ ଯେତେବେଳେ ବିଲ ଉପରୁ ଦୌଡ଼ିଛନ୍ତି। ତ 18-19 ଗୋଟେ ଲୋକ ତାଙ୍କ ପଛରେ ଗୋଟେ ଦୌଡ଼ିଛନ୍ତି। ତ ସେ ଯେତେବେଳେ ଆସିଲେ ମାନେ ମତେ କହିଲେ କି ହେ ତୁ ବି ଚାଲ ସେଠି ବିଲ ଭିତରକୁ। ସେଠୁ ମତେ ଯେତେବେଳେ 10-15 ମିନିଟ୍ ପରେ ନେଇକି ଗଲେ ସେତେବେଳେ ତାକୁ ତା ହାତକୁ ବାନ୍ଧୁଥିଲେ, ତା ଗୋଡକୁ ବାନ୍ଧୁଥିଲେ। ଗୋଡକୁ ହାତକୁ ଯେତେବେଳେ ବାନ୍ଧୁଥିଲେ ସେତେବେଳେ ମତେ ବି ସେଠୁ ଚିହିଁକି ଗଲେ ଲୋକ ବାଉଁଶ ଫଳିଆ ଧରିକି କହିଲେ ମାନେ ସୋଦାସୋଦି କରିକି ପୁରା ମତେ କହିଲେ କି ଆକୁ ବାଡ। ନା ମୁଁ ଛଡେଇବାକୁ ଯାଇନି। ମୁଁ ଯଦି ଛଡେଇବାକୁ ଯାଇଥାନ୍ତି ତାହେଲେ ସେଠି ଯୋଉ ଝିଅକୁ ବାଡେଇଛନ୍ତି ସେ ଆଗରେ ତାକୁ ଯଦି ବାଡେଇଲେ ମତେ ବି ବାଡେଇକି ସେଠି ମତେ ଶୁଆଇ ଦେଇଥାନ୍ତେ। ଆଜି ମାନେ ମୋ ବି ବଢି ଯାଇଥାନ୍ତା ଆଜି। ଠିକ ଅଛି। ତ ସିଏ କଣ ହେଇଛି ନା ସେଠି ସେ ଟାଇମରେ ସେଠି ମତେ ଯେତେବେଳେ ମୁଁ ତାଙ୍କୁ ଯେତେବେଳେ କହିଲି କି ମାନେ ମୋର କଣ ଦୋଷ ସିଏ ମୋ ହାତ ଗୋଡକୁ ଯେତେବେଳେ ବାନ୍ଧିବାକୁ ଆସିଲେ ସେ ଯୋଉ 5-6 ଜଣ ଷ୍ଟାର୍ଟିଂରୁ ଦେଖିଛନ୍ତି ସେମାନେ ମତେ ପ୍ରୋଟେକ୍ଟ କଲେ। ସେମାନେ ପ୍ରୋଟେକ୍ଟ କରିକି ମତେ କହିଲେ କି ଆର କିଛି ଦୋଷ ନାହିଁ, ସେଇ କେବଳ ଗୋଟେ ଦୋଷ, ତାକୁ ପିସିଆର କୁ ଡାକ, ଆକୁ ପିସିଆର ସହିତ ଦେଇଦବା। ତ ପିସିଆର କୁ ଡକା ହେଲା ପରେ 2 ଜଣ ପିସିଆର ଆସିଲେ, 2 ଜଣ ଜେଣ୍ଟସ ଆସିଲେ, ଗୋଟେ ଲେଡିସ୍ ଆସିଲେ। ସେମାନେ ସବୁ ୟୁନିଫର୍ମ ଥିଲେ। ସେମାନେ ଆସିଲେ ଲେଖାପଢା କଲେ। ଲେଖାଲେଖି କଲା ଭିତରେ ସେମାନେ ଲେଖୁଛନ୍ତି ମତେ ପଚାରୁଛନ୍ତି କି ତୋ ନାଁ କଣ, ତା ନାଁ କଣ, ତା ବାପା ନାଁ କଣ, ତୋ ବାପା ନାଁ କଣ, ତୋର ଘର କୋଉଠି, ଏ ସେ ବାଗେରା ସବୁ ଲେଖୁଛନ୍ତି। ତା ଭିତରେ ତାକୁ ବାଡେଇ ଚାଲିଛି ପୋଲିସ ଥିବା ଅବସ୍ଥାରେ ବି। ପୋଲିସ ଆଜ୍ଞା 20-25 ଭିତରେ 11-20-25 ଭିତରେ ଆଜ୍ଞା। ତ 11-20-25 ଯେତେବେଳେ ତାକୁ ବାଡାବାଡି କଲେ, ଯେତେବେଳେ ସବୁ ଲୋକମାନେ ମାନେ ଘେରି ଯାଇଛନ୍ତି ତାକୁ, ପୋଲିସ ବି ଦେଖୁଛନ୍ତି। ପୋଲିସ ବି ମାନେ ପୋଲିସକୁ ଆଗରେ ଯେତେବେଳେ ବାଡଉଛନ୍ତି ତାପରେ ସେଠୁ କଣ ହେଲା ନା ଏସଆଇ ଆସିଲା। ପିସିଆର ଡକେଇଲା ଏସଆଇ କଣ କରୁଛି ବିନା ୟୁନିଫର୍ମରେ ଆସିଛି। ଏସଆଇ ହେଇଛି କି କଣ ସେ ଅରୁପ ସାର୍ ତାଙ୍କ ନାଁ ହେଲା କି, ତାଙ୍କ ନାଁ ମୁଁ ଯେତିକି ଜାଣିଛି ଶୁଣିଛି ଥାନାରେ ବାଡେଇଛନ୍ତି ତାକୁ। ପିସିଆର ଷ୍ଟାଫ ପ୍ରେଜେନ୍ସରେ ହିଁ ତାକୁ ବାଡେଇଛନ୍ତି। ଦେନ୍ ସେ ଯୋଉ ଏସଆଇ ସାର୍ ଆସିଲେ ବିନା ୟୁନିଫର୍ମରେ ଯେତେବେଳେ ରୋକିଛନ୍ତି ଲୋକମାନଙ୍କୁ ସେତେବେଳେ ବି ତାକୁ ବାଡେଇଛନ୍ତି। ବାଡେଇଲା ଭିତରେ ସେ କଣ ହେଇଛି ଏସଆଇ ଯେତେବେଳେ ତାକୁ ବାଡେଇଲା ତାକୁ ଏସଆଇ ଥିବା ଅବସ୍ଥାରେ ଯେତେବେଳେ ବାଡେଇଲା ସେ କଣ ହେଇଛି ନା ଲୋକମାନେ ତାକୁ କହିଲେ କି ଆକୁ ମାନେ ତୁ କେସ୍ ତୁ ରୋକିବା ପାଇଁକା। ସେ ଯେତେବେଳେ ଲୋକ ରୋକୁଛି ତୁ କେସ୍ ରୋକିବା ବିନା ୟୁନିଫର୍ମରେ ଅଛନ୍ତି ତ ଯେହେତୁ ତ ତାକୁ ବିଶ୍ୱାସ କଲେନି। ତୁ କେସ୍ ତତେ କଣ ତୋ କଥା କଣ ମାନିବୁ। ବାନ୍ଧି ଦେଇଥିଲେ ପିସିଆର ଫାଷ୍ଟ ପିସିଆର ଆସିବା ଭିତରେ ହିଁ ପୂର୍ବରୁ ହିଁ ତାକୁ ବାନ୍ଧି ଦେଇଥିଲେ। ମୋ ଆଡିକି ଆସିଥିଲେ ହାତ ବାନ୍ଧିବା ପାଇଁ। ମତେ ଯେହେତୁ ରୋକିଦେଲେ ସେ ଯୋଉ 6-7 ଜଣ ଥିଲେ ପ୍ରୋଟେକ୍ଟ କରିବା ପାଇଁ ରୋକିଦେଲେ। କହିଲେ କି ନାଇଁ ଆକୁ ବାଡାଉନି, ଆକୁ ବସେଇ ଦିଅ ପୋଲିସକୁ ଡାକ ବୋଲିକା। ତ ସେଠି ପୋଲିସକୁ ଡାକିବା ଭିତରେ ମତେ ସେଠି ବସେଇ ଦେଇଥିଲେ। କହିଲେ ଏଠି ଠିଆ ହ,
ପିସିଆର ଆସୁଛି। ମୁଁ ସେଠୁ ପିସିଆର ଆସିଲା ଭିତରେ ମୁଁ ଠିଆ ହେଇଥିଲି, ତାପରେ ସେ ଏସ୍ଆଇ ଆସିଲା। ଏସ୍ଆଇ ସେଠୁ କ'ଣ କଲା, କହିଲା କି ତାକୁ ଟେକି ନେଇକି ଚାଲ। ତାର ଯୋଉ 5-6 ଜଣ ସେଠି ମେମ୍ବର ଥିଲେ, ଲୋକମାନେ ଚିହ୍ନା ପରିଚୟ ଥିଲେ, ଯେ କହିଲେ କି ତାକୁ ଟେକି ନେଇ ଚାଲ। ଟେକି ନେଇକି ମାନେ ଯେତେବେଳେ କହିଲେ ସେ ଛଟପଟ ହେଲା ଯେତେବେଳେ ତାର ଯୋଉ ଦଉଡ଼ିରେ ବନ୍ଧାବନ୍ଧି କରିଦେଇଥିଲେ, ତା ଭିତରେ କ'ଣ କଲେ ଗୋଟେ ବାଉଁଶ ପୁରେଇଲେ। ସେଟା ହଉଛି ଏସ୍ଆଇର ପ୍ଲାନ୍ ଥିଲା ସେଟା ହେଲା। ଆଉ କିମ୍ବା ସେଠି ଲୋକ ଯୋଉ 6-7 ଜଣ ଥିଲେ ସେମାନେ କ'ଣ କଲେ, ଟେକିଲେ। ସେ ବାଉଁଶ ତା ଭିତରେ ପୁରେଇକି, ହାତ ଭିତରେ ଗୋଡ଼ ଭିତରେ ପୁରେଇକି ତାକୁ ଟେକିଲେ। ସେ ଛଟପଟ ହଉଥିଲା ତାକୁ ଧରିବା ଭିତରେ, ସେ ଛଟପଟ ହଉଥିଲା ଯେତେବେଳେ, ତ ସିଏ ସେତେବେଳକୁ ତାକୁ ଧରି ପାରିଲେନି। ଯେମିତି ସେ କ'ଣ କଲେ, ତାକୁ ବାଉଁଶ ଭିତରେ ପୁରେଇକି ତାକୁ ବାଉଁଶରେ କାନ୍ଧୁଅ କରିକି ତାକୁ ନେଇକି ଗଲେ ଉପରକୁ। ତ ସେ ଯୋଉଠୁ ବୋଲରରେ ପୁରେଇଲେ, ବୋଲରରେ ଜାଗା ହେଲାନି, ମାନେ ଛଟପଟ ହେଲା, ଖାଲି ବୋଲରରେ ଜମା ରହିଲାନି। ତ ବୋଲର ଯେତେବେଳେ ରହିଲାନି, ତାକୁ ସେଠୁ କ'ଣ କଲେ, 108 ଡାକିବା ପାଇଁ କହିଲେ। ସେ କହିଲେ କି 108 ଆସିଲେ ଲେଟ୍ ହବ, ସେ ଏମିତି ହଉଛି, ଏଠି ରୋଡରେ ତମାସା କରିବାକୁ ଆମେ ଚାହୁଁନୁ। ସେ ଏସ୍ଆଇ କ'ଣ କଲା ନା 407 ଡାକିକି 407 ସେଠି ରୋଡ ଯାଉଥିଲା, 407 ଉପରକୁ ଟେକି ଫୋପାଡ଼ି ଦେଲା। ଏଠିକି ତ ତାପରେ ଫୋପାଡ଼ି ଦେଲା ପରେ ତ ସେଠୁ ଗଲା, ବାଳ କାଟିଗଲା। ଆଉ ତାପରେ ତ ମତେ ନେଇକି ଥାନାରେ ରଖିଦେଲେ। ରେସ୍କ୍ୟୁ ଯଦି ପିସିଆର ଫାଷ୍ଟ ପିସିଆର ଆସିଲା, ସିଏ ରେସ୍କ୍ୟୁ କରିପାରିଥାନ୍ତା। ତ ସିଏ ପିସିଆର ରେସ୍କ୍ୟୁ କଲାନି, ସେ ଆସିକି ଲେଖାଲେଖି କଲା। ସେଠି 40-50 ଲୋକ ଥିଲେ, ତାକୁ ବାଡ଼ିଆ କଲେ। ସେଇ ପିସିଆର ଯୋଉ ଲୋକ ଥିଲେ, ଯୋଉ ମାନେ ମେମ୍ବର ଥିଲେ, ତାଙ୍କମାନଙ୍କ ଆଗରେ ବି ସେଠି ମାନେ ଲୋକମାନେ ବାଡ଼ଉଛନ୍ତି। ସେ କନେଷ୍ଟବଳ ଭାବୁଛି ଫୋନ୍ ବାହାର କରୁଛି, ମାନେ ଭିଡ଼ିଓ କରିବ କି କ'ଣ କରିବ, କିନ୍ତୁ ସେ କରୁନାହିଁ, ଡରିକିରି, କାଳେ ତା ଉପରେ ବାଜିଯିବ ବୋଲିକା। ହଁ ସେଇଟା ମତେ ଲାଗୁଛି ଥିଲା, କାରଣ ସିଏ ଭିଡ଼ିଓ କରିବା ପାଇଁ ଆଗଉଥିଲା, ପୁଣି ବନ୍ଦ କରିଦଉଥିଲା, ମାନେ କ'ଣ। ତାପରେ ଭିଡ଼ିଓ ବି କରିଛି, କିନ୍ତୁ ଫୋନ୍ଟାକୁ ତଳମୁହାଁ କରିକି। ମୁଁ ଦେଖିଛି ଭିଡ଼ିଓ କରିବାରେ। ସେ ଯୋଉ କନେଷ୍ଟବଳ ଯିଏ ମୋ ବାଇକ୍ଟାକୁ ନେଇକି ଗଲା, ମତେ କହିଲା ଗାଡ଼ି ଚାବି ଦେ। ମୁଁ କହିଲି ସାର୍ ମୋ ପାଖରେ ଗାଡ଼ି ଚାବି ନାହିଁ। ସେଠି ଲୋକ ଥିଲା, ସେଠି ଲୋକଟା କହିଲା କି ମୋ ପାଖରେ ଗାଡ଼ି ଚାବି ଅଛି। ଗାଡ଼ି ଚାବି କହିକି ଦେଲା ତାକୁ। ତ ମୁଁ ତାକୁ ପଚାରିଲି, ମୁଁ କହିଲି ଆଉ ଠିକ୍ ଅଛି, ମୋ ଗାଡ଼ି, ମୋର କିଛି ଅସୁବିଧା ନାହିଁ, କାରଣ ମୋର ତ କିଛି ଭୁଲ ନାହିଁ କି କିଛି ନାହିଁ, କାରଣ ଲୋକ ମତେ ପ୍ରୋଟେକ୍ଟ କରନ୍ତି। କାରଣ ତାକୁ ବାଡ଼େଇକି ମାରି ଦେଇଛନ୍ତି, ମତେ କିଛି ଛୁଇଁ ନାହାନ୍ତି, ମାନେ କ'ଣ 40-45 ମିନିଟ୍। 40-45 ମିନିଟ୍ ଆଜ୍ଞା, ରାସ୍ତାଠୁ ଭିତରୁ କେମିତି ଗଲେ? 600 ମିଟର ସେ ମନକୁ ମନ ଦୌଡ଼ିକି ପଳେଇଲା। ଜୀବନ ବିକଳ ବଞ୍ଚେ? ନାଇଁ, ସେ ମନକୁ ମନ ସେଠି ଯେତେବେଳେ ମାନେ ଝିଅ ଉପରେ ଆଟାକ୍ କଲା, ଯେତେବେଳେ ତାକୁ ଯୋଉ ଛଡେଇ ଗଲି, ସେତେବେଳେ ସିଏ କ'ଣ କଲା ନା, ମାନେ କ'ଣ ଟିକେ ତା ମୁଣ୍ଡକୁ ବାତ ମାରୁଥିଲେ କି କ'ଣ କରିଥିଲେ ତାଙ୍କର, ସେ କ'ଣ ହେଇଥିଲା, ସେ ଦୌଡ଼ିଲେ ବିଲ ଭିତରକୁ।